ବାସ୍ତୁଶାସ୍ତ୍ର ଅନୁଯାୟୀ ଗୃହରେ ରହୁଥିବା ଦ୍ରବ୍ୟମାନଙ୍କର କିଛି ସ୍ୱତନ୍ତ୍ର ଅର୍ଥ ଓ କିଛି ନିୟମ ରହିଛି। କୁହାଯାଏ ଯେ ଆମେ ଯେଉଁ ସ୍ଥାନରେ ଘରର ଉପକରଣ ରଖୁ ଏହାର ପ୍ରଭାବ ଆମ ଉପରେ ପଡ଼ିଥାଏ। ବହୁ ଘରର ଏପରି ଦେଖାଯାଏ ଯେ ବିନା କୌଣସି କାରଣରେ ଅଶାନ୍ତି ଲାଗି ରହିଥାଏ, ପରିବାରର ସଦସ୍ୟ ରୋଗାଗ୍ରସ୍ତ ରହିଥାନ୍ତି। ତ ଏହିସବୁ ସମସ୍ୟା ବାସ୍ତୁଦୋଷ କାରଣରୁ ସୃଷ୍ଟି ହୋଇଥାଏ। ଜାଣନ୍ତୁ ସେଭଳି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେଉଁ କାରଣରୁ ବାସ୍ତୁଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଫାଟକ ଘରର ଅନ୍ୟ ଫାଟକଠାରୁ ବଡ଼ ହେବା ଆବଶ୍ୟକ। ଯଦି ମୁଖ୍ୟ ଫାଟକଠାରୁ ଅନ୍ୟ ଫାଟକ ବଡ଼ ହୁଏ ତେବେ ଧନ ସମ୍ବନ୍ଧିତ ସମସ୍ୟା ଲାଗି ରୁହେ। ସୂର୍ଯ୍ୟ ଉଦୟ ସମୟରେ ଘରର ଝରକା ଗୁଡ଼ିକ ଖୋଲା ରଖିବା ଉଚିତ। ଏହାଦ୍ୱାରା ଗୃହରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଅନେକ ଲୋକ ଅଛନ୍ତି ଶୋଇବା ସମୟରେ ବହୁତ ଲୋକ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇବା ଅଭ୍ୟାସ ରହିଥାଏ। ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନର ପ୍ରଭାବ ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ପ୍ରଭାବରେ ଦାମ୍ପତ୍ୟ ଜୀବନର ପ୍ରଭାବ ପଡ଼ିଥାଏ। ନମ୍ବର 1 ପର୍ସ। ପର୍ସକୁ ପ୍ରାୟ ଲୋକମାନେ ତକିଆ ତଳେ ରଖି ଶୋଇଥାନ୍ତି। ପର୍ସକୁ ତକିଆ ତଳେ ରଖନ୍ତୁ ନାହିଁ, କାରଣ ଲକ୍ଷ୍ମୀଙ୍କ ବାସ ତକିଆ ତଳେ ନୁହେଁ। ପର୍ସକୁ ଆଲମାରିରେ ରଖନ୍ତୁ। ସବୁ ସମୟରେ ପର୍ସକୁ ଆଲମାରିରେ ରଖନ୍ତୁ। ପର୍ସକୁ ତକିଆ ତଳେ ରଖିବା ଦ୍ୱାରା ଖର୍ଚ୍ଚ ବଢ଼ିବା ସହ ଦାମ୍ପତ୍ୟ ଜୀବନରେ ଝଗଡ଼ା ଆରମ୍ଭ ହୋଇଥାଏ। ନମ୍ବର 2 ଔଷଧ। ବହୁ ଲୋକ ରାତିରେ ଔଷଧ ଖାଇବା ପରେ କ'ଣ କରନ୍ତି ନା ତକିଆ ତଳେ ରଖିଦିଅନ୍ତି। ବାସ୍ତୁ ଅନୁଯାୟୀ ତକିଆ ତଳେ ଔଷଧ ରଖିଲେ ଏହା ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ। ନମ୍ବର 3 ଚାବି। ଚାବିକୁ ଶୋଇବା ବିଛଣା ତଳେ ଚାବି ରଖିବେ ନାହିଁ। ଏହା କରିବା ଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ, ଆଉ ମା ଲକ୍ଷ୍ମୀ ମଧ୍ୟ ଅଶାନ୍ତି ହୋଇଥାନ୍ତି। ନମ୍ବର 4 ଜୋତା। ଜୋତା ଶୋଇବା ବିଛଣା ପାଖରେ ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନମ୍ବର 5 ଜଳପୂର୍ଣ୍ଣ ପାତ୍ର। ଶୋଇବା ସମୟରେ କୌଣସି ଜଳପୂର୍ଣ୍ଣ ପାତ୍ର ପାଖରେ ରଖିବେ ନାହିଁ। ଯଦି ରଖିବେ ଟିକେ ଦୂରେଇ ରଖିବେ, ତ ଏହା ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପଡ଼ିଥାଏ। ଶୋଇବା ସମୟରେ କବାଟ ପଛରେ କୌଣସି ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ। ତ ଏହିସବୁ ଭୁଲ ଆପଣମାନେ କେବେ ବି କରନ୍ତୁ ନାହିଁ। ଯଦି ଏହି ଭୁଲ ତ କରିଦେଉଛନ୍ତି ତାହେଲେ ଆପଣଙ୍କର ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପଡ଼ିପାରେ। ତ ଏମିତି ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ତଳେ ଥିବା ରେଡ୍ କଲର ସବସ୍କ୍ରାଇବ୍ ବଟନ୍ ଉପରେ କ୍ଲିକ୍ କରି ଆଉ ତା ସାଇଡ଼ରେ ଥିବା ବେଲ୍ ବଟନ୍ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।